ପାପରୁ ପରିବର୍ତ୍ତନ କଥା ଭାବୁ। ଅବଶ୍ୟ ତାହା ମଧ୍ୟ ଏକ କଥା ଅଟେ, କିନ୍ତୁ ଏହି ସ୍ଥାନରେ ପରମେଶ୍ୱର ପାପରୁ ପରିବର୍ତ୍ତନ କଥା କହୁନାହାନ୍ତି। ଯେଉଁ ମଣ୍ଡଳୀ ଏଫେସୀୟ ମଣ୍ଡଳୀ ଦିନେ ପାପରୁ ପରିବର୍ତ୍ତନ ହେଇଛି। ଏଫେସୀୟ ମଣ୍ଡଳୀ ଏକ ବହୁତ ସହରାଞ୍ଚଳରେ ଥିବା ମଣ୍ଡଳୀ ଥିଲା। ଆଉ ସେ ମଣ୍ଡଳୀରେ ବହୁତ ଲୋକମାନେ ଅଣ ଖ୍ରୀଷ୍ଟିଆନ ପ୍ରତିମା ପୂଜା ଛାଡିକି ଯୀଶୁକୁ ଗ୍ରହଣ କରିଥିଲେ। ଆଉ ସେମାନଙ୍କର ଉଦ୍ଯୋଗ ବହୁତ ତେଜ ଉଦ୍ଯୋଗ ଥିଲା। ଆଉ ସେମାନେ ପାପ କରୁଛନ୍ତି ବୋଲି ଏଠାରେ ଲେଖା ନାହିଁ। ମନ ପରିବର୍ତ୍ତନ ବିଭିନ୍ନ ପ୍ରକାର, କିନ୍ତୁ ସବୁ ମନ ଭିତରେ ଥାଏ। ପ୍ରମୁଖ ଲୋକମାନେ ଏଠାରେ ସେମାନେ ପାପ କରୁଛନ୍ତି ବୋଲି କୁହାଯାଉ ନାହିଁ, କିନ୍ତୁ କଣ କୁହାଯାଇଅଛି, ସେମାନେ ଦୁଇ ତିନି ଗୋଟି କାମ କରୁନାହାନ୍ତି। କଣ ସେ କାମ? 4 ଆଉ 5 ପଦ ଟିକେ ପଢନ୍ତୁ। ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ପ୍ରଥମ ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର। ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମେ ତୁମ୍ଭ ନିକଟରୁ ଆସି ତୁମ୍ଭର ପ୍ରତିପୋଷ ସ୍ଥାନରୁ ଘୁଞ୍ଚାଇ ଦେବୁ। এই ମଣ୍ଡଳୀ ପାଇଁ ପରମେଶ୍ୱରଙ୍କର 3 ଗୋଟି ଅଭିଯୋଗ। କଣ ସେ 3 ଗୋଟି ଅଭିଯୋଗ? ନମ୍ବର 1, ପ୍ରଥମ ଅଭିଯୋଗ ହେଉଛି ସେମାନେ ଆଦ୍ୟ ପ୍ରେମ ପରିତ୍ୟାଗ କରୁଛନ୍ତି। ମଦ ପିଉନାହାନ୍ତି, ଚୋରି କରୁନାହାନ୍ତି, ବ୍ୟଭିଚାର କରୁନାହାନ୍ତି, ହତ୍ୟା କରୁନାହାନ୍ତି, କିନ୍ତୁ ଆଗ ପରି ପ୍ରଭୁଙ୍କୁ ପ୍ରେମ କରୁନାହାନ୍ତି। ସେମାନେ ପାପରେ ପଡି ଯାଇନାହାନ୍ତି। ଯଦି ଆମେ ଦେଖିବା ସେମାନଙ୍କର ଅନୁଭୂତି କଣ, 2:2 ପ୍ରଭୁ କହୁଛନ୍ତି, ଆମ୍ଭେ ତୁମର କର୍ମ ଜାଣୁ। ତାମାନେ ଭଲ କାମ କରୁଛନ୍ତି। ତୁମର ପରିଶ୍ରମ ଆମେ ଜାଣୁ। ତାମାନେ ବହୁତ ଲେବରିୟସ୍ ଚର୍ଚ୍ଚ, ପରିଶ୍ରମୀ ମଣ୍ଡଳୀ। ଆମେ ତୁମର ଧୈର୍ଯ୍ୟ ଜାଣୁ। ତାମାନେ ବହୁତ କ୍ଲେଶ ହେଲେ ହେଁ ଧୈର୍ଯ୍ୟକୁ ଛାଡି ନାହାନ୍ତି। ସମସ୍ୟା, ବିପଦ, କ୍ଲେଶ, ଦୁଃଖ ଆସିଲା ବେଳେ ଲୋକେ ଭାଙ୍ଗି ପଡନ୍ତି, ଯାହାର ଧୈର୍ଯ୍ୟ ନଥାଏ। କିନ୍ତୁ ଏମାନେ ଧୈର୍ଯ୍ୟ ହରାଇ ନାହାନ୍ତି। ତାମାନେ ଏମାନେ କ୍ଲେଶ ସହିବା ପାଇଁ ଧୁରନ୍ଧର ଅଟନ୍ତି। ଏମାନେ ନିନ୍ଦା ସହିବା ପାଇଁ ବହୁତ ଦୃଢ ଅଟନ୍ତି। ଏମାନଙ୍କର ଧୈର୍ଯ୍ୟ ଅଛି। ପୁଣି ଏମାନେ ଦୁଷ୍ଟ ମାନଙ୍କର କ୍ରିୟା ସହିପାରୁନାହାନ୍ତି। କିଏ ଯଦି ମଣ୍ଡଳୀରେ ମଦ ପିଇଲା, ତାକୁ ରକ୍ଷା ନାହିଁ। କିଏ ଯଦି ଖଇନି ଖାଇଲା, ତାକୁ ଦେଖିଲେ ସହିପାରୁନାହାନ୍ତି। କିଏ ଯଦି 2ଟା ସ୍ତ୍ରୀ ରଖିଲା, ଏଠି କେହି ରଖୁନଥିବେ, ଆମ ପୁରା କମ୍ୟୁନିଟି ଅଫ ଖ୍ରାଇଷ୍ଟ, ମାନେ ଖ୍ରୀଷ୍ଟଙ୍କର ଗୋଷ୍ଠୀ। ଏଠି କେହି 2ଟା 3ଟା ବିଲକୁଲ ରଖିନଥିବେ ବୋଲି ମୁଁ ଭାବୁଛି। ଜଣେ କହିଲା ରଖିନୁ ବୋଲି କହିଲା ବୋଧେ। ମୋର କହିବାର ଭାବ, ଏଫେସୀୟ ମଣ୍ଡଳୀ ପାପ
ଗୋଟିଏ ଏମିତି ମଣ୍ଡଳୀ ଥିଲେ ଯେ ଯଦି କେହି ଦୁଷ୍ଟ ହୁଏ, ଯଦି କେହି ପାପ କରେ ତାକୁ ସହି ପାରୁନଥିଲେ। ଏଣୁ ଯୀଶୁକୁ ତାହା ଭଲ ଲାଗିଲା। ଯୀଶୁ କହୁଛନ୍ତି ତୁମର କର୍ମ ସବୁ ଆମେ ଦେଖୁ ଯେ ତୁମେ ଦୁଷ୍ଟ ମାନଙ୍କର ଦୁଷ୍ଟତା ଦେଖିଲେ ତୁମେ ସହିପାର। ଲୋଟ ଯେତେବେଳେ ସଦମ ଗମୋରାରେ ଥିଲେ, ସଦମ ଗମୋରା ନିବାସୀ ମାନଙ୍କର ଦୁଷ୍ଟତାକୁ ଦେଖି ସେ ବି ସହ୍ୟ କରିପାରୁନଥିଲେ, ତାଙ୍କୁ ବହୁତ କଷ୍ଟ ହେଉଥିଲା। ପଢନ୍ତୁ ଦ୍ୱିତୀୟ ପିତର ତାହାର 2 ଅଧ୍ୟାୟ ତାହାର 6-7 ପଢନ୍ତୁ। ସେ ସୋଦୋମ ଓ ଗମୋରା ନଗର ସବୁକୁ ଭସ୍ମରେ ପରିଣତ କରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବା ନିମନ୍ତେ ଦଣ୍ଡାଜ୍ଞା ଦେଲେ ଓ ସେମାନଙ୍କୁ ଭବିଷ୍ୟତ କାଳର ଅଧାର୍ମିକ ମାନଙ୍କ ଦୃଷ୍ଟାନ୍ତ ସ୍ୱରୂପ କଲେ। ପୁଣି ସେ ଦୁରାଚାରୀ ମାନଙ୍କ କାମକଥା ପୂର୍ଣ୍ଣ ଆଚରଣରେ ବ୍ୟତୀତ ଧାର୍ମିକ ଲୋକଙ୍କୁ ଉଦ୍ଧାର କଲେ। ଦୁରାଚାରୀ ମାନଙ୍କର କାମ କଥା ପୂର୍ଣ୍ଣ ଆଚରଣ ଦେଖିକି ବ୍ୟଥିତ ହେଇଯାଉଥିଲେ। ଲୋଟ ବହୁତ ହୃଦୟରେ ବ୍ୟଥା ଅନୁଭବ କରୁଥିଲେ। କାମ କଥା ପୂର୍ଣ୍ଣ ଆଚରଣ ଅର୍ଥାତ ପୁଅ ଝିଅ ପ୍ରତି, ଝିଅ ପୁଅ ପ୍ରତି, ସ୍ତ୍ରୀ ପୁରୁଷ ପ୍ରତି, ପୁରୁଷ ସ୍ତ୍ରୀ ପ୍ରତି କେବଳ କୁଦୃଷ୍ଟି ରଖିବା, କେବଳ ଅଭିଳାଷ ପୂର୍ଣ୍ଣ ଚାହାଣୀ ରଖିବା, କେବଳ ବ୍ୟଭିଚାରର ଆଗ୍ରହ ଦେଖାଇବା, ପରସ୍ପର ପଛରେ ପଡିବା, ଏସବୁ ଆଚାର ବ୍ୟବହାର ଦେଖି ଲୋଟ ବହୁତ କଷ୍ଟ ଅନୁଭବ କରୁଥିଲେ।